ଆଜିକା ବହୁତ ହି ज़୍ୟାदा ମୁଇଁ ଖୁସ୍ ଅଛେ। ରିଜନ୍‌ଟା ପଛେ ବତାବି କାଁ ହେଲା ଯେ ଆମେ ସମସ୍ତେ କାହିଁ ଯାଉଛୁଁ ଭାବୁଥିବ ରୁହ ରୁହ ବ୍ଲକ୍‌ରେ କଣ୍ଟିନ୍ୟୁର ଜାନି ପକାବ। ଆଉ ଇଆଡ଼େ ଯେ ଏତେ ज़୍ୟାଦା ବର୍ଷା ହଉଥିଲା ନାଇଁ କହନ ବହୁତ ହି ବର୍ଷା ହଉଥିଲା। ଏଇଟା ତ ସଣ୍ଡେ ଦିନ ବ୍ଲଗ୍ ଥିଲା ଯେନ୍ଟା କି ପୋଷ୍ଟ ନାଇଁ କରିଥାଇ। ଖୁସିର ରିଜନ୍ ହଉଛେ କି ଆମେ ଆସିଥିନୁ ଆଜକା ମୁଡ଼ି ଦିକେ ନେବାର୍ ଲାଗି କାହିଁକି ସେ ମ୍ୟାରେଜ୍ ପରେ ଫାର୍ଷ୍ଟ ଟାଇମ୍ ଇଟା ଘରକେ ଆସବାର୍ ଥିଲା। ଆମେ ଘରକେ ଇଟା ପହଞ୍ଚି ଯାଏସୁଁ। ଇଆଡ଼େ ଦେଖ ମୋର୍ କ୍ୟୁଟି ପାଇକେ କେନ୍ତା ଜୁସ୍ ପିଉଥିଲା ଯେ ତାର୍ ପରେ ଇଆଡ଼େ ଆମେ ଟିକେ ନାସ୍ତା କରି ପକାସୁଁ। ନାସ୍ତା କରି ସାରିଲା ପରେ ତାକେ ପଚରାସି ତତେ କେନ୍ତା ଲାଗୁଛେ ଘରକେ ଯୋଉ ସେ କହିସି କି ଖୁସିର ତ କଥା ହି ନି କହ ମତେ କେନ୍ତା ଲାଗୁଛେ। ସେ ଆଡ଼େ ପ୍ୟାକିଂ ତାର୍ लगभग सारी ही ଦେଇଥିଲା ନ ଘର ଯିମି ବୋଲିକିନା ଆଘରୁହୁ। ତାର୍ ପରେ ଆମେ ଇଟା ଘରେ ବିଲକୁଲ୍ ବି ନି ରହିପାରୁ। ମୋର୍ ଜିଜୁ କହିଲେ କି ଚାଲ ଟିକେ ଆମକୁ ବୁଲେଇ ନବ ବୋଲିକିନା ଆମକୁ ଟିକେ ବୁଲେଇ ନେଇଥିଲେ। ବୁଲିକିନା ଆଏସୁଁ ଖାନା ପିନା ସାରଲା ପରେ ଆମେ ଇଟା ରେଡ଼ି ହେଇଯାଏସୁଁ ଘର ଯିବାର୍ ଲାଗି। ସବୁ ସାମାନ୍ ଆନିକିନା ଇଟା ଗାଡ଼ିରେ ରଖୁଥିଲେ ଘର ଯିବାର୍ ଲାଗି। ତାର୍ ପରେ ଆମେ ଇଟା ବାହାରି ଯାଏସୁଁ ଘର୍ ଲାଗି। मोर मामा मोर दीदी ଆଉ ମୁଇଁ ତାର୍ ପରେ ଇଆଡ଼େ ଦେଖ ମୌସମ ମସ୍ତ ଥିଲା ଯେନ୍ତା କି ପୁରା ଦେଖବାର୍ କେ ଭଲ୍ ଲାଗୁଥିଲା। କାହିଁକି ଜୁଲାଇ ମନ୍ଥ ତ ପଲେଇ ଆସଲା ହେଥିଲାଗି ମୌସମ ବି ବହୁତ ସୁନ୍ଦର ଥିଲା। ଆଉ ଇଆଡ଼େ ମୋର୍ କ୍ୟୁଟି ପାଇ ବି ବଦମାସି କରି କରି ସେ ବି ଶୁଇ ପଡ଼ିଥିଲାନ ଇଆଡ଼େ ଦେଖ। ତାର୍ ପରେ ଆମେ ପଲେଇ ଯାଏସୁଁ ଘରକେ ମିଲମା ଆମେ ନେକ୍ସଟ୍ ବେଳେ ତବ୍ ତକ୍ ଲାଗି ବାଏ।